नमस्कार बंधुगण, जय श्री कृष्ण। भक्ति सागर सस्मिता चैनल ले आपण मानक स्वागत। आज आपण मानक पई प्रस्तुत पद्म पुराण। हिंदू धर्मर 18टी महापुराण मध्यरु पद्म पुराण अन्यतम श्रेष्ठ एवं एहाको एक सात्विक पुराण भावे गणना करा जाए। ओडिया संस्कृति और सनातन परंपरा रे एही पुराण पाठ और श्रवणर अपार महिमा बा महात्म्य रहिछि। एही पुराणर नियमित पाठ किंबा श्रवण करिबा द्वारा मनुष्यर जानतरे हेउ बा अजानतरे होइथिबा समस्त पाप नष्ट होइथाए। एहाको पवित्र चित्तरे पाठ कले बा श्रवण कले अश्वमेध यज्ञ भली महत्व कार्यर पुण्य फल प्राप्ति होइथाए बोली शास्त्र रे वर्णना अछि। संसारर जंजालरू मुक्ति मिलिबा सह मन को अपूर्व आध्यात्मिक शांति एवं संतोष मिलिथाए। ଯେଉଁ ଗୃହରେ ପଦ୍ମପୁରାଣ ରଖାଯାଏ ବା ପାଠ କରାଯାଏ ସେଠାରୁ ନକାରାତ୍ମକ ଶକ୍ତି, ଚୋର ଓ ବ୍ୟାଧିର ଭୟ ଦୂର ହୋଇ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ। ଏହି ପୁରାଣରେ ଭଗବାନ ବିଷ୍ଣୁ, ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ମହିମା ବ୍ୟାପକ ଭାବେ ବର୍ଣ୍ଣିତ। ଏହାଦ୍ୱାରା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ତମ ଭକ୍ତିଭାବ ଜାଗ୍ରତ ହୁଏ। ସୃଷ୍ଟିର ରହସ୍ୟ, ସଦାଚାର, ଏକାଦଶୀ ବ୍ରତ ଏବଂ କାର୍ତ୍ତିକ ଓ ମାଘ ମାସ ବ୍ରତର ବିଶେଷ ନିୟମ ବିଷୟରେ ସମ୍ୟକ ଜ୍ଞାନ ମିଳିଥାଏ। ପଦ୍ମପୁରାଣ ଅନୁସାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ପାଠ କଲେ ବା ପିଣ୍ଡଦାନର ମହାତ୍ମ୍ୟ ବୁଝି କାର୍ଯ୍ୟ କଲେ ପିତୃଲୋକଙ୍କ ଆତ୍ମାକୁ ମୋକ୍ଷ ମିଳିଥାଏ। ପଦ୍ମପୁରାଣର ଉତ୍ତର ଖଣ୍ଡରେ ଶ୍ରୀମଦ୍ ଭାଗବତ ଗୀତାର ପ୍ରତ୍ୟେକ ଅଧ୍ୟାୟର अलौकिक ମହାତ୍ମ୍ୟ କାହାଣୀ ମାଧ୍ୟମରେ ବୁଝାଯାଇଛି, ଯାହା ପାଠକଙ୍କୁ କର୍ମଯୋଗ ଆଡ଼କୁ ପ୍ରେରିତ କରେ। ତେବେ ଆସନ୍ତୁ ବନ୍ଧୁଗଣ, ଆରମ୍ଭ କରିବା ପଦ୍ମପୁରାଣ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ ଜମା ବି କୁଣ୍ଠାବୋଧ କରନ୍ତୁନି। ପ୍ରଥମେ ପାଠ କରିବା ଶ୍ରୀ ଲକ୍ଷ୍ମୀ ନାରାୟଣ ସ୍ତୁତି। ଜୟ ଲକ୍ଷ୍ମୀ ନାରାୟଣ ଯୁଗଳ ମୂରତି, ଜୟ ଲକ୍ଷ୍ମୀ ନାରାୟଣ ଅଗତିର ଗତି, ଜୟ ଲକ୍ଷ୍ମୀ ନାରାୟଣ ଗରୁଡ଼ ଆସନ, ଜୟ ଲକ୍ଷ୍ମୀ ନାରାୟଣ ବୈକୁଣ୍ଠ ଭୁବନ। ତୁମ୍ଭେ ବେନି ଜଗତର ଅଟମାତା ପିତା, ଜଗତ କଲ୍ୟାଣୀ ତୁମ୍ଭ ବାତ୍ସଲ୍ୟ ମମତା। କୀଟୁ ବ୍ରହ୍ମ ଯାଏ ଯେତେ ପ୍ରାଣୀ ଆତ ଜାତ, ତୁମ୍ଭରି କରୁଣା ପୁରୀ ରହିଛି ସତତ। ତୁମ୍ଭ ଇଚ୍ଛା ବିନା ବୃକ୍ଷେ ପତ୍ର ନ କଅଁଳେ, ତୁମ୍ଭ ଇଚ୍ଛା ବିନା କାହିଁ ପବନ ନ ଚଳେ। ତୁମ୍ଭରି ଇଚ୍ଛାରେ ସଦା ରହେ ନିର୍ଝରିଣୀ, ତୁମ୍ଭରି ଇଚ୍ଛାରେ ଶସ୍ୟ ଦିଅଇ ଧରଣୀ। ତୁମ୍ଭରି ଆଜ୍ଞାରେ ରବି ପ୍ରକାଶେ କିରଣ, ତୁମ୍ଭରି ଆଜ୍ଞାରେ ହୁଏ ସଦା ରାତି ଦିନ। ତୁମ୍ଭରି କରୁଣା ବଳେ 14 ଭୁବନ, ଆନନ୍ଦେ ଗଢ଼ିଲେ ପ୍ରଭୁ ସାବିତ୍ରୀର ମନ। ତୁମ୍ଭରି କଲ୍ୟାଣ ଲୋଭି ପ୍ରଭୁ ପଞ୍ଚାନନ, ସୃଷ୍ଟି ସଂହାର ଦାୟିତ୍ୱ କରନ୍ତି ବହନ। ଅନନ୍ତ କୋଟି ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୁମ୍ଭ ଲୋମକୂପେ ସଦା ଶୋଭା ପାଉଥାଇ। ନମସ୍ତେ ନମସ୍ତେ ଆହେ କ୍ଷୀର ସିନ୍ଧୁ ମୁଦ୍ରା, ଅନନ୍ତ ଅଙ୍କରେ ସଦା ତୁମ୍ଭ ଯୋଗ ନିଦ୍ରା। ପାଦ ମଞ୍ଚାଳନ୍ତି ସଦା ଲକ୍ଷ୍ମୀ ଠାକୁରାଣୀ,
ଯେ ଯୁଗ୍ମ ଚରଣେ ମୁହିଁ କରଇ ଦଇନି। ଲକ୍ଷ୍ମୀ ନାରାୟଣ ନାମ ଥିବ ଯାର ତୁଣ୍ଡେ, କୌଣସି ସମୟ ତାକୁ ଯମନ ଦଣ୍ଡେ। ଲକ୍ଷ୍ମୀ ନାରାୟଣ ନାମ ହେଉ ଗଳାମାଳି, ଶ୍ରୀ ଛାମୁରେ ଦାସ କରୁଅଛି ଓଳି। ଏବେ ଆସନ୍ତୁ ଆରମ୍ଭ କରିବା ପଦ୍ମ ପୁରାଣ। ଆଜିର ବିଷୟ ରହିଛି ହରି ଶର୍ମା ବିପ୍ର ଓ ଶ୍ରୀହରିଙ୍କର କଥାବାର୍ତ୍ତା। ହରି ଶର୍ମା ବ୍ରାହ୍ମଣକୁ ଚାହିଁ ନାରାୟଣ, ଆଲିଙ୍ଗନ କଲେ ବେଗେ ଚତୁର ଭୁଜେଣ। ହୋଇଲେ କୁଶଳ ତୋର ହୋଇ ବିପ୍ରବର, ଅଇଲ ନିଶ୍ଚିନ୍ତେ ରହ ବୈକୁଣ୍ଠପୁର। ଶୁଣି ହରି ଶର୍ମା ବିପ୍ର ଆନନ୍ଦ ହୋଇଲେ, ନିସ୍ତରିଲି ନାରାୟଣ ବୋଲିଣ ବୋଇଲେ। ଜଗତ ଈଶ୍ୱର ନାଥ ଅଟ ଦେବରାୟ, ରହିଲି ତୁମ୍ଭ ନିକଟେ ଛାଡ଼ି ଯମ ଭୟ। ଯାହା ଦର୍ଶନ ନ ପାନ୍ତି ଧ୍ୟାନେ ମୁନିଗଣ, ସେ ପ୍ରଭୁଙ୍କୁ ଆସି ମୁହିଁ କଲେ କି ଦର୍ଶନ। ଶୁଣିଣ ବୈକୁଣ୍ଠନାଥ ଆନନ୍ଦ ହୋଇଲେ, ଆପଣାର ନିଜ ପଦ ସେ ବିପ୍ରକୁ ଦେଲେ। ସକଳ ସମ୍ପତ୍ତି ଦେଇ ନିଜ ଅଳଙ୍କାର, ଗନ୍ଧ ପୁଷ୍ପ ଧୂପ ଦୀପ ଦେଲେ ଯେ ଆବର। କୃପଣ ବିଚାରି ତାକୁ ଆହାର ନ ଦେଲେ, ଲଜ୍ଜା ଭରେ ବିପ୍ର କୃଷ୍ଣ ମୁଖ ନ ଚାହିଁଲେ। ଦିନ ଦୁଇ ଅନ୍ତେ ହରି ଶର୍ମା ସେ ବ୍ରାହ୍ମଣ, କ୍ଷୁଧାରେ ଆକୁଳ ହେଲା ତାର ପଞ୍ଚ ପ୍ରାଣ। ବିନୟୀ ହୋଇଣ ବୋଲେ ଆହେ ଚକ୍ରଧର, ଯାହା ମୁଁ ଜାଣଇ ପ୍ରଭୁ ଅବଧାନ କର। ମୋ ଛାର ପାର୍ବତୀଙ୍କୁ ଅନୁଗ୍ରହ କଲ, ଶଙ୍ଖ ଚକ୍ର ଗଦା ପଦ୍ମ ନିଜ ପଦ ଦେଲ। ପୀତବାସ କୌସ୍ତୁଭ ଦେଲ ସୁଲୋଚନ, କିରୀଟ କୁଣ୍ଡଳ ହାର ଗରୁଡ଼ ବାହନ। ଶ୍ରୀବତ୍ସ ଚିହ୍ନରେ ଶୋଭା କଲ ବକ୍ଷସ୍ଥଳ, କଟଟି ବାହୁଟି ଦେଲ ନବରତ୍ନମାଳ। ଏହା ଘେନି ବୁଲନ୍ତେ ମୁଁ ଏତିନି ପୁରରେ, ଇନ୍ଦ୍ରାଦି ଦେବତା ମୋର ପଡ଼ନ୍ତି ପୟରେ। ବେଦ ବ୍ରହ୍ମା ରୂପ ଦେଖି ସ୍ମୃତି କରନ୍ତି, ପ୍ରତ୍ୟକ୍ଷଣ ନାରାୟଣ ହୋଇଲେ ବୋଲନ୍ତି। ଅପସରା କିନ୍ନରୀ ଆଗେ କରନ୍ତି ଯେ ନୃତ୍ୟ, ଗନ୍ଧର୍ବ ବଜାଇ ବୀଣା ଗାବନ୍ତି ଯେ ଗୀତ। ସୁଗନ୍ଧ ଚନ୍ଦନ ମାଳା ଦିବ୍ୟ ଆଭରଣ, ଚାମର ପକାନ୍ତି ଦେବ କାମିନୀ ଅଗ୍ରେଣ। ଏତେ ସୁଖ ମାନ ମୋତେ କିଛି ନ ଯୋଗାଇ, କ୍ଷୁଧାରେ ଆରତି ପ୍ରାଣ ଯାଉଛି ଗୋସାଇଁ। ପୂର୍ବ ଭକ୍ତି ଭାବେ ହରି ପୂଜଇ ମୁଁ ତୋତେ, ଏତୋହର ନାମ ଭଜୁ ଥାଇ ହୃଦଗତେ। କି ପାପ କର୍ମରେ ମୁହିଁ କ୍ଷୁଧାର୍ତେ ଆକୁଳ, କିମ୍ପା ହାରଣ ଦିଅ କହ ଆଦି ମୂଳ। ଶୁଣି ଦୟା ସିନ୍ଧୁ ଭକ୍ତ ଆରତ ନାଶନ, ତା ପୂର୍ବ କଥା ନ କହି ହୋଇଲେ ମୌନ। ଭକ୍ତର କାର୍ପଣ୍ୟ କଥା ଲାଜେ ନ କହିଲେ, ମୌନ ହୋଇଣ ଦଣ୍ଡେ ପର୍ଯ୍ୟନ୍ତ ରହିଲେ। କ୍ଷୁଧାରେ ବ୍ୟାକୁଳ ହୋଇ ଭକ୍ତ ଯେ ବ୍ରାହ୍ମଣ, ପୁଣି ପଚାରଇ ଧରି ଶ୍ରୀହରି ଚରଣ। ବୋଲଇଭ ନାରାୟଣ ଦୟାର ସାଗର, କ୍ଷୁଧାରେ ବ୍ୟାକୁଳ ପ୍ରାଣ ନ ରହିବ ମୋର। ମୌନ ହୋଇଲେ ହରି ନ କହିବ ଜନ,
विप्र बोले न रहिब मोहर जीवन। लजारे श्रीहरि विप्र मुख को न चाही, बोइले तो पाप कर्म कही न सरई। मोर बोल करी तुही ब्रह्म लोके जाओ, ब्रह्मा को पचार कर्म विपाक मुख। जा कहिबे ब्रह्मा कर्म विपाक तोहर, से कथा विचारी विप्र प्रतिकार कर। तेबे तोर पाप कर्म सबु नाश जीव, आवर तोहर देहे क्षुधा न लागिब। हरिशर्मा विप्रर ब्रह्मलोके गमन और ब्रह्मा सहित कथोपकथन शुणी हरिशर्मा विप्र रथरे बसिला। ब्रह्मलोके जाई ब्रह्मा गरे कहिला, देखी हरिशर्मा विप्र चतुरानन को। पादे पड़ी कर जोड़ी पचारि तांकु, बोले भो जगत श्रेष्ठ ब्रह्मांड ईश्वर। चारि मुख चारि वेद जन्मिछि जाहार, पिता माता पद्म जनी ब्रह्मा जे हुपुण। हंसारूढ़ प्रभु धाता संसार कारण, स्तुति करे हरि शर्मा क्षुधा तुर होई। पादे पड़ी कर जोड़ी वचन कई, मुठारे प्रसन्न होई चतुर आनन। मोर कहिबा पूर्व पाप कर्म मान, सकल संपद मते देले चक्रधर। क्षुधारे व्याकुल हेउछि मो शरीर, हरिंकी मो पूर्व पाप कर्म पचारिली। पठियाई देले तुम्भ छामुकु ओइली, बोइले तो पूर्व कर्म ब्रह्मा को पचार। से जहा कहिबे तार प्रतिकार कर। पूर्वे मु विष्णु को भक्ति भावे पूजा कली, से पुण्य फले आसीण वैकुंठे बसिली। केउ पाप कर्मे कले जठर नळे, स्थिर हेउ नाही प्राण क्षुधार आकुळे। ए कर्म विपाक मोर कहिबा गोसाई, कहन्ति जे ब्रह्मा हरि शर्मा मुख चाहि। धाता बोलन्ति जे विप्र पूर्व कथा शुण, क्षुधारे व्याकुल हेउ जे पाप कर्मेण। जन्म होइथिलु हरि शर्मा तु मर्त्यरे, कुबेर संपत्ति होइथिला तोर घरे। भक्ति भावे सबुदिने हरि पूजु तुही, दिने किछि नैवेद्य कृष्ण को न देई। अत्यंत कठिन बुद्धि अटई तोहर, श्रीकृष्ण को पूजु तुही करी निराकार। अग्निमुखे पितृदिने न कलु तो होम, अर्जिना हूँ अन्नदान देई तुही धर्म। विप्र सहोदर मित्र किबा अधिज्ञाति, अन्नदान देई तु न पूजिलु अतिथि। जेतते आसई मागी निराशे जे जाई, वज्र हूँ कठिन तोर शरीर अटई। धन क्षय पाई पितृ श्राद्ध तु न करू, एबे क्षुधा नळे दग्ध हेउछु तहिरू। नेते दशरथ निज धन देखुथाउ, कुटुंब ज्ञाति न देई आपणे न खाऊ। मूषा पिंपुड़ीଙ୍କୁ କରି ଥାଉ ତୁ ଆକଟ, ସେତ ଘରେ ଭୋକେ ହେଉଥାନ୍ତି ଛଟପଟ। ପ୍ରାଣୀମାନେ ବ୍ୟାକୁଳେ ତୋ ଘରେ ରହିଥାନ୍ତି, ନହିଲେ ଆନ ଘରକୁ ପଳାଇ ଯାଆନ୍ତି। ଦୋଷମାନେ କୃପଣ ମୁଁ ଦେଖି ଶୁଣି ନାହିଁ, ଯାହା ଅର୍ଜି ଅଛୁ ବିପ୍ର ଭୁଞ୍ଜ ଏବେ ତୁଇ। ଗନ୍ଧ ପୁଷ୍ପ ରତ୍ନ ମାଳେ ହରି ପୂଜୁ ଥାଉ,
ଏବେ ତୋତେ ତାହା ଦେଇଛନ୍ତି ମହାବାହୁ, ଯାହା ତୁ ମର୍ତ୍ତ୍ୟରେ ଦେଇଥିଲୁ ବିପ୍ରବର। ହରିଙ୍କି ତୁ ପୂଜୁ ସ୍ତୁତି ଗୀତା ଯେ ପଢ଼ିଣ, ଗନ୍ଧର୍ବ ଗାୟନ କରୁଛନ୍ତି ତୋ ଗ୍ରେଣ। ଅନ୍ନ ଦେଇ କରିନାହୁଁ ହରିଙ୍କି ସନ୍ତୋଷ, ତେଣୁ କ୍ଷୁଧା ନଳେ ବିପ୍ର ହେଉଅଛୁ ଧ୍ୱଂସ। ଯେ କର୍ମ ଭୂମିରେ ଅନ୍ନ ଜଳ ନଦୀ ସଇ, ସେ ତାହା ଅବଶ୍ୟ ପରଲୋକରେ ଟିପାଇ। ଯେ କୃପଣ ମୋତେ ନ ଦିଅଇ ଜଳ ଅନ୍ନ, ପରଲୋକେ କ୍ଷୁଧା ନଳେ ହୋଇ ସେ ଦନ। କର୍ମଭୂମିରେ ଣ ଯେତେ ଦ୍ରବ୍ୟ ଦେଇଥାଇ, ତେତିକି ପଦାର୍ଥ ପରଲୋକରେ ସେ ପାଇ। ଦ୍ରବ୍ୟ ଅନ୍ନ ନ ଦିଏ ଯେ ବ୍ରାହ୍ମଣ ଅତିଥି, ପରଲୋକେ ତାକୁ କିଛି ନୁହଁ ପ୍ରାପତି। ପୂର୍ବ କର୍ମ ବିପାକ ତ ଶୁଣ ଦ୍ୱିଜବର, ତୁହି ତ ନ ଦେଲୁ ଅନ୍ନ ତପସ୍ୟା ଭୂମିର। ସେହି ଦୋଷ କ୍ଷୁଧା ନଳେ ତୋ ହୃଦ ଦଇ, ବ୍ୟାକୁଳ ହେଉଛି ଆତ୍ମା ଆହାର ନ ପାଇ। ଶୁଣି ହରି ଶର୍ମା ତହୁଁ ବ୍ୟାକୁଳ ନଇଲା, ପୂର୍ବେ ପାପ କର୍ମ ଅର୍ଜି ଅଛଇ ବୋଇଲା। ଯାହା ଅର୍ଜି ଅଛି ତାହା ଭୁଞ୍ଜିବଇ ମୁହିଁ, ଏବେ ଆକୁଳ ହୋଇବା ଉଚିତ ନୁହଁ। ଯେବେ ପାପ କର୍ମ ଦାତା ଦୂର ମୋ କରିବ, ତେବେ କ୍ଷୁଧା ନଳେ ପ୍ରାଣ ଆକୁଳ ନହିବ। ଏତେ ବୋଲି ପୁଣି ପଚାରଇ ଯେ ଯୋଡ଼ିରେ, ଆବର ଯାହା ପଚାରିବି କହବେ ଦବରେ। ମନୁଷ୍ୟ ଜନିରେ ବ୍ରତ ଖଣ୍ଡେ ଦେହ ବହି, କି ଦାନ କଲେ ପ୍ରାଣୀ ମୁକତି ଲଭଇ। ଏଥିର ମହିମା ମୋତେ କହବେ ଦବର, ଶୁଣି ମୋର ପାପ କର୍ମ ଯେଣେ ହେବ ଦୂର। ଦାନର ମହିମା କହ ଚତୁର ବଦନ, ଯେମନ୍ତେ ମୋ ପାପ କର୍ମ ହୋଇବ ଦନ। ଦାନର ମହିମା ଦୟା କଲେ ସେ ବିପ୍ରକୁ ପୁଣି ବେଦବର, ବୋଇଲେ ଗୋପତ ଅଟେ କହିମା ଦାନର। ଯେଣୁ ହରି ଶର୍ମା ତୁ ହୋ ହରିର ଭକତ, ତୁମ୍ଭ ଆଗରେ କହିବା ତେଣୁ ଜ୍ଞାନ ତତ୍ତ୍ୱ। ସଂକ୍ଷେପେ କହି ଏହା ଦାନର ବିସ୍ତାର, ଭୂମି ଦାନ ଜାଣ ସବୁ ଦାନଙ୍କର ସାର। ଗୋଚର୍ମ ମାତ୍ରେ କ ଭୂମି ବିପ୍ରେ ଯେ ଦିଅଇ, ସବୁ ପାପ ନାଶି ସେହୁ ମୁକତି ଲଭଇ। ଦରିଦ୍ର ବିପ୍ରକୁ ଶସ୍ୟ ଭୂମି ଦେଲେ ଦାନ, ଚିରକାଳ ବସେ ସେହି ବୈକୁଣ୍ଠ ଭୁବନ। ଗ୍ରାମମାନ ବ୍ରାହ୍ମଣଙ୍କୁ ଦାନ ଯେ ଦିଅଇ, ସବୁ ପାପ ନାଶିଣ ସେ ବୈକୁଣ୍ଠେ ବସଇ। ପୁଣି ଆସି ମର୍ତ୍ତ୍ୟପୁରେ ହୁଏ ଚକ୍ରବର୍ତ୍ତୀ, ପୁଣ୍ୟକର୍ମ କରି ପୁଣି ଲଭଇ ମୁକତି। ଦୁଗ୍ଧବତୀ ଗାଈ ଦାନ ଦେଲେ ବିପ୍ରବର, ପୃଥ୍ୱୀଦାନ ଫଳ ସେହୁ ପାଏ ଅକ୍ଲେଶର। ଦରିଦ୍ର ବିପ୍ରକୁ ବୃକ୍ଷ ଦାନ ଯେ ଦିଅଇ, ଦେବରାଜ ହୋଇବ ସେ ରୁଦ୍ର ଲୋକେ ଯାଇ। କୃଷ୍ଣ ତିଳ ବୃକ୍ଷ ଯେହୁ ବିପ୍ରେ ଦିଏ ଦାନ, ତିଳ ସଂଖ୍ୟା କଳ୍ପ ସେହି ବସେ ରୁଦ୍ର ସ୍ଥାନ। ସୁବର୍ଣ୍ଣ ତିଳ ମିଶାଇ ଦାନ ଯେ ଦିଅଇ, କୋଟି କଳ୍ପ ସେ ବିଷ୍ଣୁର ଭୁବନେ ବସଇ। ଦରିଦ୍ର ବିପ୍ରକୁ ଦାନ ଦେଲେ ଯେ ରଜତ, ଚନ୍ଦ୍ରଲୋକେ ରହି ପାନ କରେ ସେ ଅମୃତ। ମୁକୁଳା ପ୍ରବାଳ ହୀରା ଦାନ ଯେ ଦିଅଇ, କୋଟି କୋଟି ଯୁଗ ଇନ୍ଦ୍ର ଭୁବନେ ବସାଇ।
ବୈଦିକ ବିପ୍ରକୁ ଦିଏ ଯେହୁ ଅସଦାନ, ଗନ୍ଧର୍ବମାନଙ୍କ ମଧ୍ୟେ ହୁଏ ସେ ପ୍ରଧାନ। ଯୁବା ବ୍ରାହ୍ମଣକୁ ଯେହୁ ଗଜଦାନ ଦେଇ, ଦେବରାଜ ହୋଇ ସେହି ସ୍ୱର୍ଗରେ ବସାଇ। ଦିବ୍ୟ ଖଟ ପଲଙ୍କ ଯେ ବିପ୍ରେ ଦିଏ ଦାନ, ସବୁ ପାପ ନାଶିବ ସେ ଇନ୍ଦ୍ରର ଭୁବନ। ଶାଳଗ୍ରାମ ଦାନ ଯେହୁ ଦିଏ ବିପ୍ରବରେ, ସାତ ଦୀପ ସିନ୍ଧୁ ଦେଲା ଫଳ ହୋଏ ତାରେ। ତୁଳା ପୁରୁଷ ଦାନ ଯେ ବିପ୍ରକୁ ଦିଅଇ, ଶାଳଗ୍ରାମ ଠାରୁ କୋଟି ଗୁଣ ଫଳ ପାଇ। ଅଳଙ୍କାର ସହିତ ଯେ କରେ କନ୍ୟା ଦାନ, ପାପ ନାଶିବ ସଇ ସେ ବ୍ରହ୍ମାର ଭୁବନ। ମୂର୍ଖପଣେ କନ୍ୟା ସୁତ ଯେ ଜନବି କଇ, ସତେ କୂଳ ଘେନିଣ ସେ ନର୍କରେ ପଡ଼ଇ। ଯେ କନ୍ୟା ବି କହି ତାର ନ ଚାହିଁବ ମୁଖ, ଚାହିଁଲେ ଆଦିତ୍ୟ ଦେଖି ନାଶିବ ପାତକ। କନ୍ୟା ବିକ୍ରି ଜନଙ୍କର ଯେଉଁ ଶୁଭ କର୍ମ, ସବୁ ତା ବିଫଳ ଯାଏ ନାଶ ହୁଏ ଧର୍ମ। କନ୍ୟାଦାନ ଦେଲା ଲୋକ ସ୍ୱର୍ଗରେ ବସାଇ, ଯେ କନ୍ୟା ବି କହି ସେହି ନିଷ୍କୃତି ନ ପାଇ। ସୁବର୍ଣ୍ଣ ପୃଥିବୀ କନ୍ୟା ଯେ ଦିଅଇ ଦାନ, ସବୁ ପାପ ନାଶିବ ସେ ବୈକୁଣ୍ଠ ଭୁବନ। ଛତ୍ର ଉପାନ ଦାନ ବିପ୍ରକୁ ଯେ ଦେଇ, ଇହଲୋକେ ସୁଖ ଭୁଞ୍ଜି ସ୍ୱର୍ଗରେ ବସଇ। ନବୀନ ବସନ ଦାନ ଦେଇ ଯେ ବିପ୍ରକୁ, ସର୍ବ ପାପ ନାଶି ଯାଏ ସ୍ୱର୍ଗ ଭୁବନକୁ। ପୁରାତନ ବସ୍ତ୍ର ଗାଭି କନ୍ୟାର ଯବତୀ, ଏହା ଯେ ଦିଅଇ ସେହୁ ପାଏ ଅଧୋଗତି। ନାନା ଶାକ ନାନା ଫଳ ବିପ୍ରକୁ ଯେ ଦେଇ, କଳ୍ପକ ଅନ୍ତରେ ସେହି ସ୍ୱର୍ଗରେ ବସଇ। ଦଧି ଦୁଗ୍ଧ ଘୃତ ମଧୁ ଦିଅଇ ଯେ ଦାନ, ପାପ ନାଶିବ ସଇ ସେ ବୈକୁଣ୍ଠ ଭୁବନ। ସୁଗନ୍ଧ ପୁଷ୍ପ ଗୁରୁ ବିପ୍ରଙ୍କୁ ଯେ ଦେଇ, ସର୍ବଦା ସ୍ୱର୍ଗରେ ବସି ଭୋଗ ସେ କରଇ। ସଜା ଧୂପ ବ୍ରାହ୍ମଣଙ୍କୁ ଯେ ଦିଅଇ ଦାନ, ସୁଖ ଭୋଗ କରେ ବସି ବୈକୁଣ୍ଠ ଭୁବନ। କର୍ପୂର ତାମ୍ବୁଳ ଦାନ ଦେଇ ଯେ ବିପ୍ରକୁ, ସୁଖ ଭୋଗ କରେ ବସି ଯାଇ ସେ ସ୍ୱର୍ଗକୁ। ଅନାଥ ମୂର୍ଖ ବିପ୍ରକୁ ବିଦ୍ୟା ଯେ ପଢ଼ାଇ, ପଣ୍ଡିତ ସୁଜ୍ଞାନୀ ହୋଇ ସ୍ୱର୍ଗରେ ବସଇ। କୁଳିନ ସତର ହୋଇ ଥାଇ ଯେଉଁ ଜନ, ମୂର୍ଖ ହେଲେ ସଂସାରରେ ଧିକ ତା ଜନମ। ଯେଉଁ ଜନ ମୂର୍ଖ ବିପ୍ର ହସ୍ତେ ଦାନ ଦେଇ, ସମ୍ପୂର୍ଣ୍ଣ ଦାନର ଫଳ କେବେ ସେ ନ ପାଇ। ପୁସ୍ତକ ଲେଖିଣ ଯେହୁ ବିପ୍ରେ ଦିଏ ଦାନ, ଅକ୍ଷର ପ୍ରମାଣ ଲୋଭେ କପିଳାସ ସ୍ଥାନ। ଯେତେ ଦିନ ସେହି ବିପ୍ର ପୋଥି ପଢ଼ିଥାଇ, ତେତେ ଦିନ ଦେଲା ଲୋକ ବୈକୁଣ୍ଠେ ବସଇ। ଦାନ ଦେଲେ ନାଶ ହନ୍ତି ମହାପାପ ମାନ, ବିଷ୍ଣୁ ପ୍ରୀତି ଅର୍ଥେ ଯେବେ କରିଥାଇ ଦାନ। ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ, କହିଲେ କହରି ଶର୍ମା ଆଗେ ବେଦ ପ୍ରତି। କର ଯୋଡ଼ି ହରି ଶର୍ମା ବୋଲଇ ବଚନ, ଭୋଦେବ କାହାକୁ ଦେଲେ ହୁଏ ବହୁ ପୁଣ୍ୟ। ବ୍ରାହ୍ମଣ ମହାତ୍ମ୍ୟ। ବ୍ରହ୍ମା ବୋଇଲେ ବିପ୍ରକୁ ଦେବ ସବୁ ଦାନ, ଚାରି ଜାତି ଶ୍ରେଷ୍ଠ ଭୂମି ଦେବତା ସେ ଜାଣ। ଯେଣୁ ସଂସାରକୁ ବିପ୍ର କରେ ନିବାରଣ,
पृथ्वी रे से ही जान स्वयं नारायण मूर्ख विद्यावंत विप्र दुहे जान सरी विष्णुर समान पूजा से दुई को करी आपणे अशौच जेबे विप्र होई जाई परे छुईबाकू से अशुद्ध नुहई अनाचारी विप्र हेले देवता समान जतिरूप शूद्र जेहु छुईबाकू हीन गुरु विप्र देवता जे अभक्ष भक्षिले सुकर नहे समान पय व्रत कले ब्राह्मणर महिमा जे कि कहिबा पूर्ण सब जाति मानंकरे जाति श्रेष्ठ जान एक कुआर एक विप्र गुरु से तांकर प्रत्यक्ष अटंती विप्र हरिर शरीर भक्ति भावे विप्र को जे करे नमस्कार धर्म अर्थ काम मोक्ष लभई से नर देव पूजा नदी मध्य तैल गहन रे मूत्र क्रिया बहिष्क्रिया वेदाध्ययन रे दंड धावन भोजन काल रे जे जाणी एते स्थाने नमस्कार न करिब पुणी न जाणिण मूर्ख जेबे करे नमस्कार पूर्व पुण्य मान नाश जाए तार समूहरे जन को जे नमस्कार नहीं न जाने कलेटी पूर्व कर्म नाश जाई नमस्कार बोली शूद्र विप्र को बोइले सब पुण्य नाशी नरके पड़ई से भोले ब्राह्मण ब्राह्मण को न करी नमस्कार पुण्य नाशी जन्मे से ही चंडाल जनेर ब्राह्मण गुरु को जेहु द्वेष भाव करी सबुदिन से अटई हरिर बईरी मागंता दरिद्र विप्रे करई जे तम ताहा दुई आखि खोली पकाए जे जम रागे तुंडे ब्राह्मण को गाली जे दियई तपतम सल जम ता तुंडे भरई शुण हरि शर्मा तही भुंजंती ब्राह्मण तहिरे भुंजंती देव रूपी पितृगण प्रभाते विप्रर मुख दर्शन जे करी पापनाशी बसई से वैकुंठपुरी ब्राह्मणर पाद रज घेने जे शिर रे मृत्युनाशी स्ना करे जे सकल तीर्थरे विप्रपाद दक जेहु शिर रे घेनई ब्रह्म हत्यादि तार सकल नाशई कोटि कोटि तीर्थ जेते अछई संसारे समस्ते ही आसी ब्राह्मण पादरे विप्रपाद दक नित्य शिरे जे घेनई सकल तीर्थरे स्नान फल से लभई ब्राह्मणर पाद दक घेनई जे शिरे कोटि अश्वमेध फल लभई मर्त्यरे नित्य विप्रपाद दक शिरे जे घेनई 64 रोग अंगे बाधा न करई विप्रपाद करे जे करई तर्पण संतोष हईण तार जानती पितृगण विप्रपाद धोई गंध पुष्पे जे पूजई शिरे प्रसाद घेनी पातक नाशई विप्रपाद धोई जेहु करे प्रदक्षिण चक्रवर्ती होई जन्मे से ही पृथ्वीरेण भक्ति भावे विप्रपाद दक जे पूजई गंध पुष्प धूप दीप नैवेद्य जे देई धन पुत्र विद्या कीर्ति बढ़ई तार
ଅନ୍ତେଣ ମୁକତି ଲଭେବ ସେ ବୈକୁଣ୍ଠର। ବିପ୍ରପାଦ ଦକ ସେବା ଯେ ନାରୀ କରଇ, ବନ୍ଧ୍ୟାମୃତ ବତ୍ସାର ଜୀବନ୍ତ ପୁତ୍ର ହୋଇ। ହରି ଶର୍ମାକୁ କହନ୍ତି ପୁଣି ବେଦ ବର, ବିପ୍ରର ମହିମା କିଛି କହିବା ପୂର୍ବର। ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ, ବିପ୍ରର ମହିମା ଶୁଣି ହରସି ଦୁର୍ଗତି। ବିପ୍ରପାଦ ଦକ ବଡ଼ ପବିତ୍ର ଅଟଇ, ପୂର୍ବର ଚରିତ ଶୁଣି ପାପ ନାଶ ଯାଇ। ଭଦ୍ରାକୃତି ବିପ୍ରର ଚରିତ। କୁରୁକ୍ଷେତ୍ରେ ଭଦ୍ରକୃତି ବୋଲି ବିପ୍ରବର, ସତ୍ୟ ଯୁଗେ ଥିଲା ତହିଁ ଗ୍ରୀଷ୍ମ କାଳର। ପବିତ୍ର କୂଳରେ ଜାତ ବିଷ୍ଣୁର ସେବକ, ଦେବ ବିଦ୍ୟାରେ ଧାର୍ମିକ ପଣ୍ଡିତ ବିବେକ। ଜ୍ଞାତି ସେବା କରେ ନିତ୍ୟ ପୂଜଇ ସେ ହରି, ଦିନେ ମଧ୍ୟାହ୍ନେ ବିପ୍ର ଯେ ଗଲା ସ୍ନାନ କରି। ସରୋବରେ ସ୍ନାନ କରି ନିତ୍ୟ କର୍ମ କଲା, ଲେଉଟି ବ୍ରାହ୍ମଣ ନିଜ ଘରକୁ ଅଇଲା। ସୁଶୀତଳ ଜଳରେ ଯେ ନିଜ ପାଦ ଧୋଇ, ଗଡ଼ ପାଣି ପିଢ଼ାରେ ତା ଥୋଇଲା କନେଇ। ଭଦ୍ରାକୃତି ବିପ୍ର ଦେବ ଗୃହରେ ପଶିଲା, ସେହି କାଳେ ଏକ ଶ୍ୱାନ ସେଠାରେ ମିଳିଲା। ଖରାରେ ତାପିତ ହୋଇ ସେହି ଶ୍ୱାନ ବର, ବିପ୍ରପାଦ ଦକ ସ୍ଥାନ ଦେଖିଲା ଶୀତଳ। ଉଷାସ ପାଇଣ ତହିଁ ଉପରେ ଶୋଇଲା, ଭଦ୍ରାକୃତି ପାଦ ଦକ ସର୍ବାଙ୍ଗେ ଲାଗିଲା। ବହୁ ପାପ ପୂର୍ବେ କରିଥିଲା ଶ୍ୱାନ ବର, ଦେହରୁ ପାତକ ତାର ହୋଇଲା କଦୂର। ବିପ୍ରପାଦ ତକେ ଶୋଇ ପବିତ୍ର ହୋଇଲା, କୋଟି କୋଟି ଯୁଗ ପାପ ତାର ଦୂର ହେଲା। ଭଦ୍ରାକୃତି ଦ୍ୱାରେ ଶ୍ୱାନ ଅଛଇ ଶୟନ, ବିପ୍ରର ସେବକ ତାକୁ ଦେଖିଲା କପୁଣ। ଦୁଷ୍ଟମତି ବୋଲି ନାମ ତାର ଚାକରର, ସବୁଦିନେ ଦୁଷ୍ଟମତି କରଇ ଅପାର। ବୋଇଲା ତ ଶ୍ୱାନ ବିପ୍ର ଦ୍ୱାରେ ଅଛୁ ଶୋଇ, ମହାପାପୀ ଜୀବ ତୋର ଭୟ ଭ୍ରାନ୍ତି ନାହିଁ। ଏତେ ବୋଲି ଦୁଷ୍ଟମତି ଟେକାଇ ମାରିଲା, ଉପଭୋର ହୋଇ ଶ୍ୱାନ ଉପରେ ଭେଟିଲା। ମର୍ମସ୍ଥାନେ ଚେକାଣ୍ଟେ ବାଜିଲା ତାର, ସେହିଠାରେ ପ୍ରାଣ ଛାଡ଼ି ଗଲା ସେ ଶ୍ୱାନର। ବିପ୍ରପାଦ ତକେ ଶୋଇ ପାତକ ନାଶିଲା, ନିଷ୍ପାପ ଶରୀର ପୁଣ୍ୟ ଆତ୍ମା ଯେ ହୋଇଲା। ବାହାରକୁ ଆସି ବିପ୍ର ଦେଖିଲା ତ୍ୱରିତ, ପୁରୁଷେ ହୋଇଛି ଠିଆ ମହାପୁଣ୍ୟବନ୍ତ। ଦେଖି ଭଦ୍ରାକୃତି ବିପ୍ର ପଚାରିଲା ତାକୁ, କାହିଁ ଥିଲ କାହୁଁ ତୁମ୍ଭେ ଅଇଲ ଏଠାକୁ। ଶ୍ୱାନ ହୋଇଥିଲ ତୁମ୍ଭେ କେବଳ ପାପରୁ, କେଉଁ ପୁଣ୍ୟ କରି ମୁକ୍ତ ହୋଇଲ ତହିଁରୁ। ପୂର୍ବେ କେଉଁ ଦୋଷରୁ ଯେ ଜନ୍ମ କରିଥିଲ, କି ପାପ କରିଣ ଶ୍ୱାନ ଯୋନିରେ ଜନ୍ମିଲ। ଏଥିର ଚରିତ ମୋତେ କୁହନ୍ତୁ ଆପଣ, ଏ ମୋହର ମନ ବୋଧ ହୋଇବ ଶୁଣିଣ। ଶୁଣି ସେ ପୁରୁଷ ବେନି କର ଯୋଡ଼ି କହି, ମୋର କଥା ସାବଧାନେ ଶୁଣି ମାଗୋ ସାଇଁ। ମଞ୍ଚପୁରେ ଜନ୍ମିଥିଲି ଦ୍ୱାପର ଯୁଗରେ, ସତ୍ୟକେତୁ ବୋଲି ନାମ ଯେ ସମବଂଶରେ। ଚକ୍ରବର୍ତ୍ତୀ ପଣେ 400 ବରଷ, ଜମ୍ବୁଦ୍ୱୀପେ ପ୍ରଜା ପାଳି କଲଇଁ ଉଶ୍ୱାସ।
नाना दान देली मुही बहु यज्ञ कली विप्रज्ञाति पोषी सबु पोषाई अइली एक दिन नगरे बुलुथिबी देव मुही परमा सुंदरी एक स्त्री देखिलई काम सर देहे बाजी होइली अज्ञान से नारी के बळे मुही करिली हरण धर्मा धर्म विचार तो मोर नहिला पर नारी हरिबारु पाप आश्रा कला बेळु बेळ बढ़िला जे पातक पुरुष सकल संपत्ति जाक मोर गला नाश घोर शत्रु माने आसी नगरे बेढ़िले राजा बळे नेई मते घौड़ाई देले पलाई रहिली मुही अरण्य भितरे पंचत होइला मोर किछि दिन परे जमदूते आसी मते आंटे बांधि नेले बहुत मारिण बाटे दुखे घेने गले जमर आगरे उभा कले मते नेई पाप पुण्य बुझी चित्रगुप्ते कई शुणी चित्रगुप्त ताहा पांचिकी कहिले मोर पाप पुण्य बुझी जमको कहिले बोइले सत्य केतु महापुण्यवंत यज्ञमान करी दान देइछि बहुत एते बड़ घोर पाप कला नृपवर काम बसे पर नारी हरिला मर्त्यर जेबे पुण्य करिथिला सबु गला नाश एबे दुख भोग करी नरके कलु बास जेउ दुख देले मते कि कहिबि पुण तुम्भर मनरे दुख हेबो ता शुणिण तपतल सज्जारे मते सुआइले से स्त्री की ताम्रवन अग्नि रूप कले मोहर पाशरे ताकु सुआइले पुण प्रलय नल ठारू ता तेज दारुण दीर काल रमेले मो तार संगते क्षणे क्षणे भस्म हुए ता देह लागते खंड खंड होई मोर देह पाचि जाई जमदूते खाई सिंधु पानी दियंती तहीं तहिंरे अनेक दुख मते पुणी देले वचन नुहई कही डरिब शुणिले शुणी भद्राकृति विप्र संभव वाणी धैर्य धरिब ताहा शुणी केउ प्राणी तहु पुणी जमदूते घेनी गले मते नरके पकाइले कोटि कल्प परिजन्ते तहु आणी जात कले चातक जोनीर जन्म मृत्यु दुख तही लभिली अपार पुणे स्वान जोनीरे मु होइलई जात परहिंसा करी जीव माइली बहुत सुरदशासी एबे पड़िला मोर प्रवेश होइली आसी द्वार रे तुम्बर ग्रीष्म काटिबा पाए शोइली भूमि रे दुष्टमती देखी चेता माइले रात्र रे सेहि सुशीतल स्थाने जीवन तेजिली तुम्भ पाद दक पाई मुकति लभिली पूर्वरे अर्जिला पाप जेते मोर थिला विप्रपाद दक लागी मुकति लभिला नम भद्राकृति विप्र मते आज्ञावर विलंबन सहे जीवी वैकुंठपुर विधाता बोलंती हरि शर्मा विप्रसण दारुण पात अटे पर स्त्री हरण सत्यकेतु राजा जहु कहिला ए वाणी
ବିନୟ ହୋଇଲା ଭଦ୍ରାକୃତି ବିପ୍ର ଶୁଣି ବିସ୍ମୟ ବଚନ ବିପ୍ର ରାଜାକୁ କହି ସାବଧାନେ ଶୁଣ ରାଜା ଯାହା ପଚାରଇ ପୂର୍ବଧନ ପାପ ସବୁ କହିଲ ତୁମ୍ଭର ରାଜନୀତି ଧର୍ମ ଏବେ କହ ମୋ ଆଗର ରାଜନୀତି ଧର୍ମ ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ କହି ଯେ ସତ୍ୟ କେତୁ ରାଜା ରାଜନୀତି ସତ୍ୟ କେତୁ ରାଜା ବୋଲେ ଶୁଣ ବିପ୍ରବର କହିବି ମୁଁ ରାଜନୀତି ଧର୍ମର ବ୍ୟବହାର ବହୁତ ବାହୁଲ୍ୟ ରାଜନୀତି ଯେ ଅଟଇ ସଂକ୍ଷେପେ କହିବି ବିପ୍ର ପୁଣ ମନ ଦେଇ ପୂର୍ବେ ବଡ଼ ବଡ଼ ରାଜା ଜନ୍ମିଥିଲେ କ୍ଷତି ତୁଣ୍ଡରେ କହି ନହଇ ତାଙ୍କ ରାଜନୀତି ମହାପୁଣ୍ୟ ସ୍ଥାନ ସେହୁ ଦମଦେ ଅଟଇ ବିଷ୍ଣୁ ଅଂଶରେ ଜନ୍ମିଲେ ପଥେ ରାଜା ହୋଇ ରାଜନୀତିରେ ଚଳିଲେ ପୃଥ୍ୱୀ ଦିଏକର ମହାରାଜା ଚକ୍ରବର୍ତ୍ତୀ ହୋଇ ସଂସାର ନୀତିଭ୍ରଷ୍ଟ ହେଲେ ପୃଥ୍ୱୀ ନ ଧରେ ତାହାକୁ ସକଳ ସମ୍ପତ୍ତି ନାଶି ଯାଏ ସେ ନର୍କକୁ କେଉଁ ରାଜା କାର୍ଯ୍ୟ କରେ ମନ୍ତ୍ରୀଙ୍କି ପଚାରି କେବେ ବିପତ୍ତି ସିନା ନୁହଁ ତାହାରି ସୁବୁଦ୍ଧି ପଣ୍ଡିତ ଯାର ନଥାଏ ସଭାରେ ଅବଶ୍ୟ ବିପତ୍ତି ପଡ଼ୁଥାଏ ତା ରାଜ୍ୟରେ ବିପ୍ରଦେବ ଗଣ ସଙ୍ଗେ ସେ ଗୁପ୍ତ କରଇ ସେହି ରାଜାର ବିପତ୍ତି ଅବଶ୍ୟ ହୁଅଇ ବିପ୍ରଦେବେ ଦ୍ୱନ୍ଦ୍ୱ କଲେ ବଂଶ ଯାଏ ନାଶ ଅଳ୍ପ ଦିନ ମଧ୍ୟରେ ତା ଧନ ହୁଏ ଧ୍ୱଂସ ସଂସାର ଜନଙ୍କୁ ପୁତ୍ର ପ୍ରାୟ ସେ ମଣଇ ଧନ ପୁତ୍ର ଆୟୁ ଯଶ ପ୍ରତିଷ୍ଠା ବଡ଼ଇ ଏମନ୍ତେ ରାଜାର ଶତ୍ରୁ ବେଗେ ଯାଏ ହତ ଧନ କର୍ମ କୁଳ ଆୟୁ ହୋଇ ବର୍ଦ୍ଧିତ ପ୍ରଜାଙ୍କୁ ଦିଅଇ ପୀଡ଼ା ଦେଇ ନୃପବର ନିକଟେ ବିପତ୍ତି ଜାଣ ହୁଅଇ ତାହାର ଦୁଷ୍ଟଙ୍କୁ ନିବାରି ସନ୍ଥ ଜନ ଯେ ପାଳଇ ସେହି ରାଜାକୁ ବିପତ୍ତି କେବେ ନ ପଡ଼ଇ ନ୍ୟାୟରେ ସଞ୍ଚିଲା ଧନ ବିନାଶ ନ ହୁଏ ତୋର ଖଣ୍ଟ ଶତ୍ରୁକୁ ନ ଥାଏ ତାର ଭଏ ଧୈର୍ଯ୍ୟ ସେ ରାଜା ଧରେ ବିପତ୍ତି ବିଚାରି ରାଜ୍ୟ ଭଲ ମନ୍ଦ ବୁଝେ ପରକୁ ପଚାରି ଶତ୍ରୁ ଜିଣିବାକୁ ଯହୁଁ କରଇ ବିଚାର ଧୂର୍ତ୍ତ ମନ୍ତ୍ରୀ ମାନେ ଘେନି ବସଇ ସଭାର ସୁବୁଦ୍ଧି ବିଚାରେ ରାଜା ଶତ୍ରୁକୁ ଜିଣଇ ଅଭିଚାରକୁ ବୁଦ୍ଧିରେ ନିଶ୍ଚୟ ହାରଇ ଚତୁରଙ୍ଗ ବଳରେ ଯେ ହୁଅଇ ସବତା ମୁଖରା ସ୍ତ୍ରୀ ମାନଙ୍କ ଅଟେ ସେହୁ ଭର୍ତ୍ତା ସେ ରାଜାର ରାଜ୍ୟ ବଳ ସବୁ ଯାଏ ନାଶ ଚାରିଦିଗେ ଶତ୍ରୁ ତାକୁ କରନ୍ତି ଯେ ଗ୍ରାସ ଯେଉଁ ରାଜା ଅତ୍ୟାଚାର ଆଜ୍ଞା କରେ ହତ ସନ୍ତୋଷ ନୁହଁ ମନ ସଦା ନୃତ୍ୟ ଗୀତ ନିଜ ତେଜ ବଳେ ଶତ୍ରୁ ସୀମା ଯେ ଜିଣଇ ପଦେ ପଦେ ଅଶ୍ୱମେଧ ଫଳ ସେ ଲଭଇ ଯୁଦ୍ଧେ ଶତ୍ରୁ ଜିଣି ସେହୁ ନିଏ ରାଜ୍ୟ ଯାର ମଲେ ସେ ବସଇ ଯାଇ ବଇ କୁଣ୍ଠପୁର ଯେ ରାଜା ପାଳଇ ଯାଏ ନ ପାରି ଯୁଦ୍ଧରେ ସବୁ ଧର୍ମ ନାଶ କରି ପଡ଼ଇ ନର୍କରେ ପଳାଇଲା ଶତ୍ରୁକୁ ଯେ ଗୋଡ଼ାଇ ମାରଇ ଅବଶ୍ୟ ସେ ପାପୀ ରାଜା ନର୍କରେ ପଡ଼ଇ ସମ୍ମୁଖ ଶତ୍ରୁକୁ ଯେହୁ କରଇ ନିଧନ
ଚିରକାଳ ବସଇ ସେ ଇନ୍ଦ୍ରର ଭୁବନ। ସତ୍ୟବନ୍ତ ସଦାଚାରେ ପ୍ରଜା ଯେ ପାଳଇ। ଶୁଣ ଭଦ୍ରତନୁ ବିପ୍ର ରାଜା ତାକୁ କହି। ଏମନ୍ତେ କହନ୍ତେ ସତ୍ୟ କେତୁ ନୃପବର। ବୈକୁଣ୍ଠରୁ ରଥ ଆସି ହେଲା ତାଗର। ଭଦ୍ରାକୃତି ବ୍ରାହ୍ମଣଙ୍କୁ ନମସ୍କାର କଲା। ରଥେ ବସି ଶ୍ରୀହରିର ପୁରକୁ ସେ ଗଲା। ଶୁଣି ହରି ଶର୍ମା କହୁଛନ୍ତି ବେଦବର। ପାର୍ବତୀଙ୍କ ଆଗରେ ସେ କହନ୍ତି ଶଙ୍କର। ବିପ୍ରପାଦ କର ଯେ ମହିମା ଏମନ୍ତ। ଯାହା ଶୁଣିଲେ ଦେଉ ପାପ ହୁଏ ହତ। ଜାଣ ହରି ଶର୍ମା ପୂର୍ବ ବୃତ୍ତାନ୍ତ ଯେହି। ତୋହର ଆଗରେ ସବୁ କହିଲଇଁ ମୁହିଁ। ଯାହା ପଚାରିଲୁ ବିପ୍ର କହିଲି ମୁଁ ତୋତେ। ଏବେ ତୁ ବୈକୁଣ୍ଠପୁର ଯା ତୁ ତୁରିତେ। ଶୁଣି ହରି ଶର୍ମା କର ଯୋଡ଼ିଣ କହି। କୃପା କରିବାରେ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ। ତୁମ୍ଭର ବଚନ ଶୁଣି ହୋଇଲି ସନ୍ତୋଷ। କ୍ଷୁଧାର ନଳେ ଦେହ ଜଳୁଅଛି ଧ୍ୱଂସ। କି ରୂପେ କ୍ଷୁଧାରୁ ମୁହିଁ ହୋଇବଇଁ ପାର। ଏଥିର ଚରିତ ମୋତେ କହ ବେଦବର। ପରମ ଈଶ୍ୱର ତୁମ୍ଭେ ପରମ କାରଣ। କ୍ଷୁଧାର ନଳୁ ମୋତେ କର ଉଦ୍ଧାରଣ। ଶୁଣି ବ୍ରହ୍ମ ହରି ଶ୍ରମା ବିପ୍ରକୁ କହିଲେ। ଆପଣା ଦେହରୁ ମାଂସ ଖାଅଟି ବୋଇଲେ। ଯେଉଁ ଜନ ଜ୍ଞାତି ବିପ୍ର ତିଥେ ନ ଦେଇ। କୃପଣ ହୋଇଣ ନିଜ ଶରୀର ବଢ଼ାଇ। ପରକୁ ନ ଦେଇ ନିଜେ କରଇ ଆହାର। ଅନ୍ତରେ ଖାଇଣ ବସେ ଆପଣା ଶରୀର। ପୂର୍ବେ ଦେଇ ନାହୁଁ ଏବେ ପାଇବୁ ତୁ କାହିଁ। ଏବେ ନିଜ ଶରୀର ତୁ ବସି ଖାଅ ଯାଇ। ଇହ ଲୋକେ ଯାହା ବିପ୍ରେ ଦେଇଅଛ ଦାନ। ପରଲୋକେ ଅବଶ୍ୟତା କରିବୁ ଭୋଜନ। ନିଷ୍ଠୁର ବଚନ ହରି ଶର୍ମା ଯେ ଶୁଣିଲା। କ୍ଷୁଧାତୁରେ କହି ବ୍ରହ୍ମା ପାଦରେ ପଡ଼ିଲା। ବୋଇଲା ହେ ଦେବ ଯାହା କହିଲ ଆପଣ। ମଳମୂତ୍ର କୃମିରେ ଦେହର ନିର୍ମାଣ। ସକଳ ଦୋଷର ସ୍ଥାନ ଅଟେ ଶରୀର। କେମନ୍ତ କରିଣ ଏହା କରିବି ଆହାର। ପୂର୍ବେ ହୀନ କର୍ମେ ମର୍ତ୍ତେ ପାତକ ଅର୍ଜିଲି। ଦେବତା ଅତିଥି ବିପ୍ରେ ଅନମୁ ଦେଲି। ସେ ଦୋଷ ମୋହର କ୍ଷମା କର ବେଦବର। ଯେମନ୍ତ ମୁଁ କତି ହୁଏ କରସି ବିଚାର। ଏତେ କହି କାନ୍ଦି ପୁଣି ପାଦରେ ପଡ଼ିଲା। ଦେଖି ବ୍ରହ୍ମା ହୃଦୟରେ ସୁଦୟା ବହିଲା। ବୋଇଲେ ହରି ଶର୍ମା ଶୋକ ତୁ ନ କର। କହିବା ଯେ ମନ୍ତ ଶୁଣ ଲଭିବୁ ଆହାର। ଆତ୍ମାରୁ ତୋହର ପୁତ୍ର ଜନ୍ମିଣ ଛଇ। ରାତ୍ରରେ ତାହାକୁ ସ୍ୱପ୍ନେ କହ ତୋଇ ଯାଇ। ପିତୃଲୋକ ପାନ୍ତି ପୁତ୍ର କଲେ ଶୁଭ କର୍ମ। କଲେ କ ଶୁଭ କର୍ମ ଯାନ୍ତି ନର୍କ ଧାମ। ଏଣୁ ଆତ୍ମା ରୂପ ପୁତ୍ର ହୋଇଥାଇ ଜାତ। ତାହା କଲେ ଶୁଭାଶୁଭ କର୍ମ ଯେ ପ୍ରାପତ। ଅନ୍ନ ଜଳ ତୋର ପାଇଁ ବିପ୍ରେ ଦାନ ଦେବ। ଦେବତା ଜ୍ଞାତି ଭଞ୍ଜାର ଅତିଥି ପୂଜିବ। ଯେବେ ତତେ ସେହି ଦ୍ରବ୍ୟ ହୋଇବ ପ୍ରାପତ। ତାହା ତୁ ପାଇଣ ବିପ୍ର ହୋଇବୁ ତୃପତ। ତୋ ନାମେ ଇହ ଲୋକେ ପୁତ୍ର ଯାହା ଦେବ।
ଏ ଲୋକରେ ଆସି ତୋତେ ପ୍ରାପ୍ତ ହୋଇବ। ଶୁଣି ହରି ଶର୍ମା ବିପ୍ର ବେଗ ହୋଇଗଲା। ରାତ୍ରରେ ପୁତ୍ର ଆଗରେ ସ୍ୱପ୍ନରେ କହିଲା। ହରି ଶର୍ମା ପୁତ୍ର ନାମ ଦେଖି ତଟଇ କହିଲା ତାହାକୁ ପିତା ସବୁ ରାତ୍ରେ ଯାଇ। ବୋଇଲା ଲୋ ପୁତ୍ର ଶୁଣ ମୋର ଉତ୍ତର। ପୂର୍ବେ ହରି ଶର୍ମା ନାମ ମୁଁ ତୁମ୍ଭ ପ୍ରିୟର। ହେମନ୍ତ କୃପଣ ହୋଇ ଦ୍ରବ୍ୟ ମୁଁ ସଞ୍ଚିଲି। ଅତିଥି ଦେବତା ପ୍ରିୟ ଜ୍ଞାତି କ୍ଷୀଣ ଦେଲି। ତୃଷାର୍ଥ ଲୋକଙ୍କୁ ଜଳ କ୍ଷୁଧାର୍ଥୀ କି ଅନ୍ନ। ଦିନେ ଦେଇ ନାହିଁ ପାପ କର୍ମ ମୋର ହୀନ। ମୂଷା ପିମ୍ପୁଡ଼ିକୁ ମୁହିଁ କ୍ଷୁଧାରେ ମାଇଲି। ଯେ ମାଗଇ ଅନ୍ନ ତାକୁ ନିରାଶ କରିଲି। ଭକ୍ତି ଭାବେ ହରିଙ୍କୁ ମୁଁ ପୂଜେ ପ୍ରତିଦିନ। ପୁଣି କୃପଣ ନୈବେଦ୍ୟ ନ କରେ ଯେ ଜନ। ଗନ୍ଧ ପୁଷ୍ପ ଧୂପ ଦୀପ ଦେଇ ନ ପୂଜିଲି। ତେଣୁ ହରି ପ୍ରସାଦେ ମୁଁ ବୈକୁଣ୍ଠ ଲଭିଲି। କ୍ଷୁଧା ନଳେ ଦଗ୍ଧ ହେଉଅଛି ମୋ ଶରୀର। ତୁମର ପୁତ୍ର ବେଗେ କରସି ଉଦ୍ଧାର। ସୁପତ୍ର କୂଳେ ଜନ୍ମିଲେ କୁଳ ଉଦ୍ଧାରଇ। ଗୟାଦି ପିତୃ ଶ୍ରାଦ୍ଧ ଯଜ୍ଞ ହିଁ କରଇ। କୁପୁତ୍ର ଜନ୍ମିଲେ କୁଳ କରଇ ସେ ହତ। ପିଣ୍ଡଦାନ ପାଇ ପିତୃ ଯାନ୍ତି ଅଧୋଗତ। ହରିଙ୍କର ଆଜ୍ଞା ପାଇ ବ୍ରହ୍ମାଙ୍କୁ ବୁଝିଲି। ସେ କହିଲେ ଶୁଣି ତୋର ପାଖକୁ ଅଇଲି। ଯେବେ ତୁମ ପାଇଁ ଜଳ ନ ଦାନ ଦେବୁ। ଜ୍ଞାତି ଭୋଜନ କରାଇ ଅତିଥି ପୂଜିବୁ। ତେବେ ଏଥେ ପ୍ରାପ୍ତ ମୋତେ ହେବ ଅନ୍ନ ଜଳ। ନୋହିଲେ ଦହିବ ମୋର ଦେହେ କ୍ଷୁଧା ନଳ। ପୁତ୍ର ଦାନ ଦେଲେ ପିତୃ ଲୋକ ତା ପାଇ। ଘୋର କ୍ଷୁଧା ନଳୁ ପୁତ୍ର ରକ୍ଷା କର ତୁହି। ଯେବେ ଅନ୍ନ ଜଳ ଦାନ ନ ଦେବୁ ମୁହଁରେ। ତେବେ ମୋ ଜୀବନ ନିଶ୍ଚୟ ନ ରହେ ଶରୀରେ। ଆପଣାର ଦେହ ମାଂସ ଆହାର କରିବି। ନୋହିଲେ କ୍ଷୁଧାରେ କଷ୍ଟ ସହି ନ ପାରିବି। ହେମନ୍ତ ବଲିଣ ପୁତ୍ର ଆଗରେ କହିଲା। ନିଦ୍ରାରେ ଦୀକ୍ଷିତ ତହିଁ ସକଳ ଶୁଣିଲା। ଚିନ୍ତିତ ହୋଇ ବସିଲା ପଲଙ୍କ ଉପର। ଦେଖିଲା ତାହାର ବଡ଼ ଦୁର୍ବଳ ଶରୀର। କ୍ଷୁଧାତୁରେ ହାହାକାର ନିଶ୍ୱାସ ଛାଡ଼ଇ। ଛପନ ଭଙ୍ଗାର ପ୍ରାୟ ଶରୀର ଜଳଇ। ଦେଖିଆ କୂଳରେ ବିପ୍ର ଆତ୍ମା ନିନ୍ଦା କରି। ବୋଇଲା ଯେ ଧିକ ଜନ୍ମ ହେଉ ସେ ମୋରି। ପିତାର ପ୍ରାୟ ମୁହିଁ କୃପଣ ହୋଇଲି। ପିତୃଶ୍ରାଦ୍ଧ କରି ଜ୍ଞାତି ଭୋଜନ ନ ଦେଲି। ନଦିଇ ପିତୃ ଜମେ ଜଳ ନ ଦାନ। ନ କରଇ ଜ୍ଞାତି ବିପ୍ର ଅତିଥି ଭୋଜନ। ଅନକଷ୍ଟେ ଦୁଃଖ ପାଉଛନ୍ତି ମୋର ତାତ। ଏବେ ଅନ୍ନ ଜଳ ଦାନ ଦେବ ହିଁ ବହୁତ। ନିଦ୍ରା ଭଙ୍ଗ ହୋଇ ସେହି ଏହା ବିଚାରିଲା। ଆର ଦିନ ଦୀକ୍ଷିତ ଯେ ପିତୃ ଶ୍ରାଦ୍ଧ ଦେଲା। ହରି ଶର୍ମା ବିପ୍ର ଅନ୍ନ ଜଳ ଯେ ପାଇଲା। ବୈକୁଣ୍ଠ ପୁରେଣ ସେ ନିଶ୍ଚିନ୍ତେ ରହିଲା। 400 ସହସ୍ର ଯୁଗ ରହି ବୈକୁଣ୍ଠରେ। ତଦନ୍ତେ ହାଇଲା ଲୀନ ଶ୍ରୀହରି ଶରୀରେ। ସବୁ ଦାନରୁ ଅଧିକ ଅଟେ ଜଳ ଅନ୍ନ। ତାହା ଦେବାକୁ ନ ଥାଇ ପାତ୍ର ପରିଚ୍ଛିନ୍ନ। ବିପ୍ର କି ଚଣ୍ଡାଳ ଅନ୍ନ କ୍ଷୁଧାରେ ମାଗଇ।
ତାହାକୁ ଦେଲେ ଯେ ଯଜ୍ଞ ଫଳ ସରି ହୋଇ, ବ୍ରାହ୍ମଣକୁ ଦେଲେ ତାହା ହୁଏ ଯେଉଁ ଫଳ, ଚାଣ୍ଡାଳକୁ ଦେଲେ ତାହା ତୁଲେ ଅନ୍ନ ଜଳ। ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ, ଦାନର ମହିମା ହରି ଶର୍ମାର ଦୁର୍ଗତି। ଶ୍ରୀହରିଙ୍କ କ୍ରିୟା ଯୋଗ ସାର ବାଣୀ ଏହି, ସେ ଶୁଣାଇ ଶୁଣାଇ ସେ ମୁକତିଲ ଭଇ। ହରିଭକ୍ତି ରତ୍ନମାଳା ବୋଲି ଏହୁ ଗୀତ, ଭକ୍ତି ଭାବେ ଯେ ଶୁଣଇ ସେ ହୁଏ ମୁକତ। ବୈକୁଣ୍ଠ ନାରାୟଣ ଶ୍ରୀପଦ ଚରଣ, ବିପ୍ର ନୀଳାମ୍ବର ଦାସ ପଶିଲା ଶରଣ। ଇତି ଶ୍ରୀ ପଦ୍ମପୁରାଣେ କ୍ରିୟାଯୋଗ ସାରେ ହରିଭକ୍ତି ରତ୍ନମାଳା କଥା ପ୍ରବନ୍ଧେ ଦାନ ମହିମା କଥନେ ହରିଶର୍ମା ବିପ୍ର ଚରିତ ନାମ ବିଂଶୋଧ୍ୟାୟ। ଏକବିଂଶ ଅଧ୍ୟାୟ ଏକାଦଶୀ ବ୍ରତ ମହାତ୍ମ୍ୟ। ପାର୍ବତୀ ବୋଲନ୍ତି କର ଯୋଡ଼ି ସଦାଶିବ, କ୍ରିୟାଯୋଗ ସାର କଥା ଦେବଙ୍କୁ ଦୁର୍ଲଭ। ଦାନର ମହିମା ସବୁ ଶୁଣିଲି ଗୋସାଇଁ, ଏକାଦଶୀ ବ୍ରତ ଏବେ କୁହ ଶୁଣିବଇଁ। ଯାହାକୁ ଶୁଣିଲେ ପାପ ନ ରହେ ଶରୀର, ଯାହା କଲେ ସଂସାରୁ ପାଆନ୍ତି ଉଦ୍ଧାର। କାହୁଁ ଏକାଦଶୀ ଜାତ ବିଧିତା କେମନ୍ତେ, କିୟ ବାତ ହିଁରୁ ଫଳ ବହିବା ତଦନ୍ତେ। କେଉଁ ଦେବତାଙ୍କୁ ପୂଜି ଏକାଦଶୀ କରି, ନ କଲେ କେବଳ ଦୋଷ କହ ତ୍ରିପୁରାରୀ। ଶୁଣ ଗୋ ପାର୍ବତୀ ବୋଲି ଶଙ୍କର କହନ୍ତି, ଏକାଦଶୀ ମହିମା ଯେ ଶ୍ରୀହରି ନାଶନ୍ତି। ତାଙ୍କ ବିନା ନ କେହି କହି ନ ପାରନ୍ତି, ସଂସାର ବିଧାନ ପାଇଁ ସେହି ସର୍ଜିଛନ୍ତି। ପ୍ରାଣୀଙ୍କୁ ଦେବାକୁ ଦଣ୍ଡପାତକ ପୁରୁଷ, ଆପଣେ ସର୍ଜନା କରିଛନ୍ତି ପିତବାସ। ଏକାଦଶୀର ମହିମା କହୁ ନ ସରଇ, ଯେ କରେ ଯେ ପାପ ନାଶୀ ସ୍ୱର୍ଗରେ ବସଇ। ପ୍ରଥମେ କହିବା ପାପୀ ପୁରୁଷ ଲକ୍ଷଣ, ଏକାଦଶୀ ମହିମା ଗୋ ସାବଧାନେ ଶୁଣ। ଆପଣେ କାହାକୁ ଭିଆଇଲେ ଚକ୍ରପାଣି, ବ୍ରହ୍ମ ହତ୍ୟା ପାତ କରେ ଶିରତା ନିର୍ମାଣୀ। ମନ୍ଦିର ପାନରେ ଦୁଇ ଲୋଚନ ତାହାର, ବଦନର ଆକୃତି ତା ସୁବର୍ଣ୍ଣ ଶରୀର। ଗୁରୁପତ୍ନୀ ହରଣ ଯେ ତାର ବେନି କର୍ଣ୍ଣ, ଏ ନାରୀଙ୍କ ସଙ୍ଗତେ ଯେ କପୋଳର ବର୍ଣ୍ଣ। ସ୍ତ୍ରୀ ହତ୍ୟା ଦୋଷେ ସେନା ଶୋଭା ଯେ କର, ଗୁରୁ ହତ୍ୟା ପାପ ଦୁଇ ବାହୁର ଆକାର। ଗୁରୁ ବିପ୍ର ଦ୍ୱେଷ ବେନି ଅଷ୍ଠତା ଦିଶଇ, ନାରୀ ହତ୍ୟା ହରଣରେ ପାପ ଗ୍ରୀବା ସେହି। ବାଳକ ହତ୍ୟା ଦୋଷ ଯେ ହୃଦୟ ତା ଜାଣ, ତା ସବୁ ପ୍ରମାଣ ପାପ ପର ସ୍ତ୍ରୀ ହରଣ। ସର୍ବ ପାପ ମଧ୍ୟ ଭାଗ ଶୋଭା ତା ଦିଶଇ, ଗୁରୁ ନିନ୍ଦା ପାପେ ତା ମସ୍ତିଷ୍କ ଶୋଭା ପାଇ। କନ୍ୟା ବିକ୍ରୟ ଘାତକ ଅଟେ ତାର ସ୍ଥାନ, ପାଦ ଦୁଇ ତାର ଯେ ଅସତ୍ୟ ବଚନ। ଏମନ୍ତ ପ୍ରକାରେ ପାପ ପୁରୁଷ ଭିଆଇ, ଯମଦେବ ତାଙ୍କୁ ଜନ୍ମ କଲେ ଭାବଗ୍ରାହୀ। ସବୁ ପ୍ରାଣୀଙ୍କର ରାଜା ଅଟେ ସେହି ଜାଣ, ପାପ ପୁଣ୍ୟ ବୁଝି କରି ଦିଅଇ କଷଣ। 84 ନରକୁଣ୍ଡ ଭୋଗ କରେ ଜାତ, 84 ନରକ କୁଣ୍ଡ ଭୋଗ କଲେ ଜାତ। ପାପୀ ପ୍ରାଣୀମାନେ ତହିଁ ହୁଅନ୍ତି ପତିତ, ଯେଉଁ ପ୍ରାଣୀମାନେ ଯେଉଁ ପାତକ କରନ୍ତି, ଯମ ତାକୁ ବିଚାରି ସେ କୁଣ୍ଡରେ ପକାନ୍ତି।
ଯେଉଁ ପାପେ ଯେଉଁ ପ୍ରାଣୀ ଯେମନ୍ତ ମରିବ, ବିଚାରିଣ ଯମ ସେହି କୁଣ୍ଡେ ପକାଇବ। ଏମନ୍ତ ପ୍ରକାରେ ସବୁ ବିଷ୍ଣୁଙ୍କ ଭିଆଣ, ତାଙ୍କ ବିନୁ ସଂସାରରେ ନାହିଁ ଅନ୍ୟ ଜାଣ। ଦିନେକ ବୈକୁଣ୍ଠ ପୁରେ ଥାଇ ନରହରି, ବୋଇଲେ ଦେଖିବା ଆସ ତୋର ଯମପୁରୀ। ସର୍ବଜୀବ ସଂସାରରେ ସରଜିଅ ଛଇ, ତାହାଙ୍କୁ କେମନ୍ତ ଯମ ଦେବତା ପାଳଇ। କେବଳ ପାପକୁ ସେହି ଦିଏ କେଉଁ ଦଣ୍ଡ, କି ରୂପେ ହୁଅନ୍ତି ମହାପାପୀ ଲଣ୍ଡଭଣ୍ଡ। ଯମପୁର ଯାଇ ଆଜ ସମସ୍ତ ଦେଖିବି, ସଂସାର ଜନଙ୍କୁ ମୋହି ନିସ୍ତାର କରିବି। ଏତେ ବୋଲି ଗଦା ପଦ୍ମ ଶଙ୍ଖ ଚକ୍ରଧାରୀ, ଗରୁଡ଼ ପିଠିରେ ବିଜେ କଲେ ଯମପୁରୀ। ଦେଖି ଯମ ରାଜା ତହିଁ ମହାଭୟ କଲା, ଶ୍ରୀକୃଷ୍ଣଙ୍କ ପାଦ ପଦ୍ମ ତଳରେ ପଡ଼ିଲା। ଦିବ୍ୟରତ୍ନ ସିଂହାସନ ଦେଇ ନାରାୟଣ, ଗନ୍ଧ ପୁଷ୍ପ ଧୂପ ଦୀପ ପୂଜିଲେ ଚରଣ। ବେନିକର ଯୋଡ଼ି ଯମ ଆଗେ ଉଭା ହେଲା, କିମ୍ପାଇବ ପୁତ୍ର ବିଜେ କରିଣ ବୋଇଲା। ଜୟ ଶ୍ରୀକୃଷ୍ଣ।